ସାନଖା ମଣ୍ଡି ତମର ଯୋଉ ନିର୍ବାଚନ ମଣ୍ଡଳୀରେ ରହିଥିଲା ଯେତିକି ନିର୍ବାଚନ ମଣ୍ଡଳୀ ଅଛି ସାନଖା ମଣ୍ଡଳୀରେ ଯୋଉ ନିର୍ବାଚନ ମଣ୍ଡଳୀର ଯେତିକି ଜନପ୍ରତିନିଧି ଯୋଉ କ୍ୟାଣ୍ଡିଡେଟ୍ ବାଛିଛ ଯୋଉ ଜନପ୍ରତିନିଧିକୁ ତମେ ସମର୍ଥନ କରିଛ ମୋ ମତରେ ସବୁଠୁ ବେଟର ରହିଛି ଭାଇ। ସବୁଠୁ ଗୋଟେ ଭଲ କଥା ରହିଲା, ମୁଁ ଗୋଟେ ଆଗରୁ ଗୋଟେ ଚ୍ୟାନେଲରେ ଯେମିତିକି କହିଥିଲି ଯେ ମୋ ଭିଡ଼ିଓ ବି ଅପଲୋଡ଼ ହେଇସାରିଛି। ଓଡ଼ିଶାର ସବୁଠୁ ସକ୍ରିୟ ନେତା ଆଉ ଲୋକପ୍ରିୟତା କାହାର ଅଧିକ, ସେମିତିରେ ସକ୍ରିୟ ସମସ୍ତଙ୍କର ଭାବିବାରେ ଏଥିରେ ଓଲଟ ପାଲଟ ହେଇଯାଇଛି। ରାଜନୀତି ପାଲାରେ କିଛି ନା କିଛି ଗଡ଼ବଡ଼ ହେଇଯାଇଛି, କିନ୍ତୁ ସେଥିରେ ଗୋଟେ କଥା ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ବିଜେପି କହିଥିବା କଥା ରଖିଲା ନ ରଖିଲା, ଏଟା ଯେ ଭୋଟ ଦେଇଛ ଯାହାକୁ ସପୋର୍ଟ କରିଛ ହେଟା ବୋଧେ ଓଡ଼ିଆ ମାଡ଼ ଖାଇବାଟା ପ୍ରଥମ ବୋକାମି ହେଇଗଲା ଓଡ଼ିଶାରେ। ଆଉ ସବୁଠୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଗୋଟେ ଏରିଆ ମାଡ଼ ଖାଇଲାନି କି ମାଡ଼ ଖାଇବନି, ଆଉ ସେତିକି ଭଲ ଲାଗେ। ସାନଖା ମଣ୍ଡି ବିଧାୟକ ରମେଶ ଜେନା, ସାନଖା ମଣ୍ଡିର ଏତେ ପ୍ରଶଂସା ରହୁଛି। ଗୋଟେ ଅଗଷ୍ଟ 15ର ଭିଡ଼ିଓ ମୁଁ ଦେଖିଥିଲି, ଗୋଟେ ରାକ୍ଷୀ ବନ୍ଧାର ଭିଡ଼ିଓ ମୁଁ ଦେଖିଥିଲି, ଗୋଟେ ଜନ୍ମାଷ୍ଟମୀର ଭିଡ଼ିଓ ବି ମୁଁ ଦେଖୁଛି। କିଛି ନା କିଛି ଅପଡ଼େଟ୍ ରହୁଛି ସମସ୍ତଙ୍କ ଲୋକ ପରିଚୟ, ଜନ ଆନ୍ଦୋଳନ, ଲୋକ ସମର୍ଥନ। ରମେଶ ଜେନାଙ୍କ ଭଳି କେହି ବି ଆସିବେନି କି ଆସିଲା ଭଳି ଦେଉନାହାନ୍ତି। ମୁଁ ସେତିକିରୁ ଆଗରୁ ଗୋଟେ ଭିଡ଼ିଓ କରିଥିଲି ରମେଶ ଜେନାଙ୍କ ଉପରେ, ରମେଶ ଜେନା କାହିଁକି କ'ଣ ପାଇଁ, ଆଉ ସବୁଥିରେ କହିବାକୁ ଗଲେ ରମେଶ ଜେନାଙ୍କ ନାଁରେ ଏତେ ଭୟଙ୍କର ଅପଡ଼େଟ୍ ରହୁଛି ଯେଉଁଟାକି ସମସ୍ତଙ୍କୁ ଗୋଟେ ଅଲଗା ମାଇଣ୍ଡ ସେଟଲ୍ କରିବାକୁ ଗଲେ ରାଜନୀତି କ୍ୟାରିୟର ବର୍ବାଦ କରିଦେବାକୁ ଚେଷ୍ଟା ହେଇଥିଲା, କିନ୍ତୁ ତାଙ୍କର ଲୋକପ୍ରିୟତା, ତାଙ୍କର ଜନପ୍ରତିନିଧି ତାଙ୍କୁ ସେତିକି କରିବାକୁ ଦେଲେ ନାହିଁ। ଆଉ ସେମିତିରେ କିଛି ଅପଡ଼େଟ୍କୁ ଯେତେବେଳେ ମୁଁ ଗୋଟେ ଭୟଙ୍କର ଭାବରେ ପ୍ରେଜେଣ୍ଟ କରୁଛି, ଆଉ ସେଭଳି ଲୋକଙ୍କର ପ୍ରେଜେଣ୍ଟ କରୁଛି, କିଛିଟା ବି ଭୁଲଭାଲ ହେଇଯିବ ତାଙ୍କ କମେଣ୍ଟରେ ଆଉ ତାଙ୍କ ଗାଳିରେ ତାଙ୍କ ପ୍ରଶଂସକ ଓ ଭାଇ ମୋତେ ରଖେଇ ବସେଇ ଦେବେନି, ଆଉ ତା ଗାଳିରେ ମୋର କ'ଣ 2 ଅକ୍ଷର 3 ଅକ୍ଷର ଉଡ଼ିବ, ଭୁଲଭାଲ ହେଇଯିବ। ମୁଁ ସେଥିରେ ବି କହୁଛି ଯେ ମୁଁ ଯେଉଁଟା କହୁଛି ମିଛ କହୁନି। ରମେଶ ଜେନା ସେ ସେତିକି ସକ୍ରିୟ ରାଜନେତା ଯେ ତାଙ୍କ ରାଜନୀତି କ୍ୟାରିୟରକୁ, ତାଙ୍କ ଜୀବନଶୈଳୀକି ଯେ ସାଧାରଣ ପରିବାରରୁ ଏତେ ଭଲ ଭାବରେ ଯେ ଗଢ଼ି ତୋଳି ରଖିଛନ୍ତି। ମୁଁ ନିଜେ ବି ତାଙ୍କୁ ଫେସ୍ରେ ଦେଖିଛି, ସେ ମୋତେ ଚିହ୍ନି ପାରିବେ କି ନ ଚିହ୍ନି ପାରିବେ ମୁଁ ଜାଣିପାରୁନି, କାରଣ ମୁଁ ତାଙ୍କ ସେତିକି ସପକ୍ଷକୁ ଯାଇନି। ଗୋଟେ ଇଣ୍ଟରଭ୍ୟୁ ଦେବାକୁ ଆସିଥିଲା HHI ସାମ୍ବାଦିକ ସମ୍ମିଳନୀରେ, ତାଙ୍କର ଗୋଟେ ଭିଡ଼ିଓ ମୋତେ ବହୁତ ଭଲ ଲାଗିଥିଲା। ମୁଁ ବି ସେଇ ଜାଗାରେ କିଛିଟା ଉପସ୍ଥିତ ଥିଲି, ଆଉ ମୋତେ ଯେତିକି ଗର୍ବ ଲାଗେ କହିବାକୁ ଲାଗେ, ମୁଁ ଯେହେତୁ ଗୋଟେ ପ୍ରାଇଭେଟ୍ ସେକ୍ଟରରେ ଚାକିରି କରୁଥିଲି ତାଙ୍କ ସମକକ୍ଷକୁ ଯାଇପାରିଲେନି। ନ ଯିବାର କାରଣ ଏତିକି ଯେ କ'ଣ ରିଆକ୍ସନ୍ ରହିବ। ମୁଁ ଗୋଟେ ଆଗରୁ ରାଜନେତାର କ୍ୟାରିୟରକୁ କେଉଁଭଳି ପ୍ରେଜେଣ୍ଟ କରାହେଉଛି, ତାଙ୍କ ଜନସମ୍ପର୍କ ମାନେ ଯେତିକି ଥିବ, ମୋର ଯଦି କିଛିଟା ଭୁଲଭାଲ ହେଇଯିବ ଭାଇ ବହୁତ ତାଙ୍କ ଇମେଜକୁ ଖରାପ ଆସିବ। ସେଥି ଦୃଷ୍ଟିରୁ ମୁଁ ସାମ୍ନାକୁ ଗଲିନି। ଆଉ ମୁଁ ଦେଖିଛି ସେ ମୋ ସାମ୍ନାରେ ଯାଉଥାନ୍ତି, ସେଭଳି ଲୋକଙ୍କୁ ମୁଁ ଦେଖିବାରେ ମାନେ ମୋ ରୁମ ଟାଙ୍କୁଳି ଯାଉଛି। ତାଙ୍କର ଯେଉଁ ଠାଣି, ତାଙ୍କର ଯେଉଁ ଚାଲି, ଆଉ ଗୋଟେ ନେଗେଟିଭ୍ ମାଇଣ୍ଡରେ ସମସ୍ତଙ୍କୁ ଗୋଟେ ଅଲଗା ଅଲଗା ଚିନ୍ତାଧାରା ଆସିବ, କିନ୍ତୁ ଆକ୍ଚୁଆଲି ସେ ଲୋକଙ୍କୁ ମୁଁ ପୁରା ଦେଖିଲି ଏତେ ନିରୀହ, ଏତେ ଜନସମ୍ପର୍କକୁ ନେଇକରି ମାନେ ଯେଉଁଭଳି ଭାବରେ ରହୁଛି। ବହୁତ ମିଡ଼ିଆ ମାଧ୍ୟମରେ ମୁଁ ଶୁଣିଥିଲି, ଦେଖିଥିଲି, ଜାଣିନଥିଲି, କିନ୍ତୁ ରିଏଲାଇଜ୍ରେ ଆଖିରେ ଦେଖିଲା ପରେ ଯେମିତି ଜଣାଯାଉଛି ଭାଇ ସାନଖା ମଣ୍ଡି ତମର ଯେଉଁ ନିର୍ବାଚନ ମଣ୍ଡଳୀରେ ରହିଥିଲା, ଯେତିକି ନିର୍ବାଚନ ମଣ୍ଡଳୀ ଅଛି ସାନଖା ମଣ୍ଡିରେ, ଯେଉଁ ନିର୍ବାଚନ ମଣ୍ଡଳୀର ଯେତିକି ଜନପ୍ରତିନିଧି, ଯେଉଁ କ୍ୟାଣ୍ଡିଡେଟ୍ ବାଛିଛ, ଯେଉଁ ଜନପ୍ରତିନିଧିକୁ ତମେ ସମର୍ଥନ କରିଛ, ମୋ ମତରେ ସବୁଠୁ ବେଟର ରହିଛି। ଆଉ କୌଣସି ଅପଡ଼େଟ୍ ରହିବାକୁ ଦେବ ନାହିଁ ଯେଉଁଟାକି ଆଉ ଥରେ ସେମିତି କିଛି ଭୁଲ କରିଦେବ। ଯଦି କହିବ ଥରେ ବଦଳାଇବାକୁ ଚେଷ୍ଟା କରିବେ, ଜୀବନରେ ଗୋଟେ ଝୁଣ୍ଟିଲା ଭଳି ଗୋଟେ ସୁନା ଘରାକୁ ଝୁଣ୍ଟିବ। ଆଉ ଭୁଲରେ ଯଦି ସୁନା ଘରାକୁ ପାଇଛ, ସୁନା ଘରାରେ ପାଣି ପିଇବାକୁ ଚେଷ୍ଟା କର, ସୁନା ଘରାଟାକୁ ଲୋଭ କରନି। ସୁନା ଘରାଟାକୁ ଯଦି ବି ଲୋଭ କରିଦେବ, ସୁନା ଘରାଟା 4 ଭାଗ ହେଇଯିବ, ମ୍ୟୁଜିୟମ୍ ହେଇଯିବ, ଗୋଟେ ମାନେ କେହି ବ୍ୟବହାର କରିପାରିବନି। ଗୋଟେ ମ୍ୟୁଜିୟମରେ ସ୍ଥଳୀ ଭାବରେ ଥୁଆ ହେବ, ତାକୁ ଦେଖିକିରି ଭାବିବ ଆମେ ଏଇ ଘରରେ ପାଣି ପିଉଥିଲୁ। ଆଉ ଏମିତି କିଛି ଅପଡ଼େଟ୍କୁ ଯେତେବେଳେ କାହା ପାଖରେ, କାହା ଜୀବନଶୈଳୀରେ ମୁଁ କହୁଛି, ମୋର କିଛିଟା ଆଶା ରହୁଛି ଯେ ସେ ଲୋକ ସମ୍ପର୍କରେ ମୁଁ ଗୋଟେ ଥରେ ଭିଡ଼ିଓ କରିବାକୁ, କିଏ ମାନେ ଥିବ, ମୁଁ ସେ ଲୋକ ସାମ୍ନାରେ ଥରେ ଦେଖିକିରି ତାଙ୍କୁ ରିଏଲାଇଜ୍ କରିବି ଯେ ଲୋକ କ'ଣ କେମିତି, ତାଙ୍କ ବିଷୟରେ କିଛି ଜାଣିକିରି ଯେତେବେଳେ ମୁଁ ତାଙ୍କର ଗୋଟେ ଫ୍ୟାନ୍ ହେଉଛି। ଏଇଟା ଗୋଟେ ପଲିଟିକ୍ସ ମୁଁ କରୁନି, କି ପଲିଟିକ୍ସ ଭିତରେ ମୁଁ ଯାଉନି, କି ତାଙ୍କର କିଛି ପ୍ରଚାର ମୁଁ କରୁନି। ମୁଁ ସେ ଲୋକର ଏତେ ଫ୍ୟାନ୍, ଆଉ ମୋ ମୁଣ୍ଡ ମିଞ୍ଜା ସେତିକି ବେଳେ ଲାଗୁଛି ଯେ ସେ ଲୋକଙ୍କୁ ମୁଁ ଭାବୁଛି ଯେତିକି ଯେ ଓଡ଼ିଶାରେ ଏମିତି ଲୋକ ସତରେ ଅଛନ୍ତି। ମୁଁ ପ୍ରଥମ ଥର ମୋ ବୟସ ହିସାବରେ ମୁଁ ଜାଣିନଥିଲି, ଦେଖିକିରି ମୁଁ ପୁରା ଫିଦା ହେଇଗଲି।
प्लीज किए जदि कहार सपोर्ट रहिबो मते टिके ताको संगे मिलेबाक चेष्टा करिवे कमेंट रे प्लस कांटेक्ट दे दियंतु टिके मो तरफ कि का तरफ मुझे निजे कांटेक्ट कर पारिबी जदि मु कांटेक्ट नंबर देवी किछि इलीगली मते अटैक कर देबे तेणु प्लीज टिके मिसई दियंतु आ से महान व्यक्ति को मुझे निजे पाखे गोटे फोटो उठेबी आउ टिके एभली देखा मोर बहुत इच्छा रमेश जेना फैन जदि किए तो प्लीज बहुत रिक्वेस्ट करुँची आज भिडियोटी रमेश जेना केमती कौन रहा नेक्स्ट गोटे भिडियो आउ थे आणिक आसबि थैंक यू।